ସବୁଠାରୁ ବଡ଼ କଥା ହେଉଛି ସରକାର ଏପର୍ଯ୍ୟନ୍ତ କୌଣସି ଅପଡେଟ୍ ନିଜ ତରଫରୁ ଦେଉନାହାନ୍ତି। କାରଣ ଆପଣମାନେ ଜାଣିଛନ୍ତି ବହୁତ ଗୁଡ଼ିଏ ନ୍ୟୁଜ୍ ଚ୍ୟାନେଲରେ ମଧ୍ୟ ଆପଣମାନେ ଦେଖୁଥିବେ ବହୁତ ଗୁଡ଼ିଏ ଡିଷ୍ଟ୍ରିକ୍ଟରେ ବହୁତ ବୃଦ୍ଧ ଲୋକମାନେ ଏ ଯେଉଁ ଖରା ଗରମରେ ନିଜେ ନିଜେ ଯାଇକି ବ୍ଲକରେ ବସୁଛନ୍ତି ଯେ ଟଙ୍କା କାହିଁକି ମିଳୁନାହିଁ, ଯଦି ମିଳୁନାହିଁ କେବେ ମିଳିବ, ସେମାନଙ୍କର ଜରୁରୀ ଯେଉଁ ସାମଗ୍ରୀ ସେମାନେ କିଣୁଥିଲେ କିଣି ପାରୁନାହାନ୍ତି। ବାରମ୍ବାର କମ୍ପ୍ଲେନ୍ କଲା ପରେ ବି ସରକାର ପୁରା ଚୁପ୍, କୌଣସି ଅପଡେଟ୍ ଦେଉନାହାନ୍ତି ଯେ କେଉଁ କାରଣରୁ ଟଙ୍କା ଅଟକେଇ ରଖିଛନ୍ତି ଆଉ କେଉଁ ମାସରେ ମିଳିବ। କିନ୍ତୁ କିଛି ଛୋଟ ବଡ଼ ଅପଡେଟ୍ ଯାହା ବି ମୁଁ ଆପଣମାନଙ୍କ ପାଇଁ କଲେକ୍ସନ୍ କରିକି ଆଣିଥିଲି ତାଥିରୁ ଅପଡେଟ୍ ମିଳିଥିଲା ଯେ ନୂଆ ଯେଉଁ ପେନ୍ସନର ମାନେ ଆଡ଼୍ ହେଉଛନ୍ତି ସେମାନଙ୍କର ବ୍ୟାଙ୍କ ଆକାଉଣ୍ଟ ପ୍ରୋସେସିଂ କିଛି ଚେଞ୍ଜ ହେଉଛି, ଯେଉଁଥିପାଇଁ କି ଏ ଟଙ୍କା ବିଗତ 2 ମାସ ହେବ ବନ୍ଦ ହେଇଛି। କିନ୍ତୁ ସବୁଠାରୁ ବଡ଼ କଥା ହେଉଛି ଏ ଖବର ବି ମିଛ। କାରଣ ଏଇ ଯେଉଁ ପ୍ରୋବ୍ଲେମ୍ କଥା କହୁଛନ୍ତି ଯେ ସରକାର ଦେଖୁଛନ୍ତି ଯେ ନୂଆ ପେନ୍ସନର ମାନେ ଆଡ଼୍ ହେଉଛନ୍ତି ଏବଂ ସେମାନଙ୍କର ବ୍ୟାଙ୍କ ପ୍ରୋସେସିଂ ଯେଉଁ ପେନ୍ସନ୍ ପ୍ରୋସେସିଂଟା ହେଉଛି ଅଲଗା ଚେଞ୍ଜ ହେଉଛି ବୋଲି ସେଇ ପ୍ରୋସେସିଂ କାମଟା ଏତେ ବଡ଼ କାମ ନୁହେଁ ଯେ 2 ମାସ ଟାଇମ୍ ଲାଗିଯିବ ଏଇ କାମଟା କମ୍ପ୍ଲିଟ୍ କରିବା ପାଇଁ। ସବୁଠାରୁ ବଡ଼ କଥା ହେଉଛି ଇଏ ବି ମଧ୍ୟ ମିଛ। ସବୁଠାରୁ ସତ କଥା ହେଉଛି ଏଇଟା ଯେ ବର୍ତ୍ତମାନ ସରକାରଙ୍କ ପାଖରେ ଟଙ୍କା ଦେବା ପାଇଁ ପର୍ଯ୍ୟାପ୍ତ ପାଣ୍ଠି ନାହିଁ। ସିଏ ଚେଷ୍ଟା କରୁଛନ୍ତି କେମିତି କ'ଣ ଏହାକୁ ଆଡ଼ଜଷ୍ଟ କରିବା ପାଇଁ ଏବଂ ଯେମିତି ବି ହେଲେ ବି ଏଇ ଜୁନ୍ ମାସରେ ମିଳିବ ବୋଲି ଯେଉଁ ସୂଚନା ମିଳିଥିଲା ତା ବି ମଧ୍ୟ ହୁଏତ ସରକାର ତାକୁ ବି ମଧ୍ୟ ଖଣ୍ଡନ କରିପାରନ୍ତି ବା ଦେଇନପାରନ୍ତି। କିନ୍ତୁ ଏକ୍ସପେକ୍ଟ ଆଶା କରାଯାଉଛି ସେ ଏଇ ଜୁନ୍ ମାସରେ ବିଗତ 2 ମାସ ପ୍ଲସ୍ ଏ ମାସର 3 ମାସର ପେନ୍ସନ୍